ଜୟ ଜଗନ୍ନାଥ। ନିଜର କଥା କହିଲେ କାହାକୁ କଷ୍ଟ ହେବ ଲୋକ ଭାବନ୍ତି, ଏସବୁ ଭାବନା ଭିତରେ ରହୁଛନ୍ତି। ଅନ୍ୟ ଲୋକମାନେ ଆପଣଙ୍କର ଫାଇଦା ଉଠେଇବେ, ମୁଁ ତାକୁ ଗ୍ରହଣ କରେ ନାହିଁ। କାରଣ ମୁଁ ଭଗବାନଙ୍କୁ ଗ୍ରହଣ କରେ। ତେଣୁ ଦୁନିଆକୁ ଯେତେ ଆସିଛି ମୋ କର୍ମ କରୁଛି, ମୁଁ ମୋ ଧର୍ମ କରୁଛି। ଦୁନିଆ ମୋତେ ଯେତେ ନିନ୍ଦା ଅପବାଦ ଯାହା ଦେଲେ ମୁଁ କାହିଁକି ଡରିବି? ମୁଁ କାହା ଘର ଦ୍ୱାରକୁ ଯାଏନି, ଏଇଟା ମାନୁଛି। କାହା ଘର ଦ୍ୱାରକୁ ଯାଏନି ମୁଁ ବିଶେଷ, କାରଣ ମୋ ଘର ମଧ୍ୟରେ ମୋ କର୍ମ ମଧ୍ୟରେ ମୁଁ ସବୁବେଳେ ବ୍ୟସ୍ତତା ଭିତରେ ଥାଏ। ମୋର ବନ୍ଧୁ ବାନ୍ଧବ ଶାଶୁଘର ଲୋକ ସମସ୍ତଙ୍କୁ ମୁଁ ଆପଣାର କରି ବାନ୍ଧି ବି ରଖିଛି। ମୁହଁରେ କହିବା କଥା ନୁହେଁ, ତଥାପି ଆପଣଙ୍କୁ ମୁଁ କହୁଛି। ଆପଣ ଯେବେ କୌଣସି ମୋ ପରିବାର ଲୋକଙ୍କୁ ଭେଟ ହୋଇ ପଚାରି ପାରନ୍ତି, ସେ ମୋ ବିଷୟରେ ଆପଣଙ୍କୁ ମଧ୍ୟ କହିପାରିବେ। ମୁଁ ତ ନିଜେ ଆଜି ଦେଖିଲି ଗ୍ରହଣ ଲାଗିଛି, ଆଜି ଶୁଖିଲା ଖାଦ୍ୟ କିଛି ଖିଆ ହେବ। ତେଣୁ ମନେ ସ୍ଥିର କଲି, ଯାଉଛି ଘର ଆଗ ସାମ୍ନାରେ ଅଳ୍ପ ଜାଗା ଅଛି, ମାଟି ଜାଗା। ଆଜି ସେସବୁ ନିଜେ ଖତ ସବୁ ପକେଇକିରି ଖୋଳାଖୋଳି କରି କିଛି ଗଛ ଲଗେଇଲି, ପାଳଙ୍ଗ ଶାଗ ବୁଣିଲି, ଆଉ କିଛି ଗଛ ବୁଛ ଲଗେଇକି ପାଣି ଦେଲି। ତେଣୁ ଆଜି କିଛି କହିବାର ମୋର ଲେଟ୍ ହେଇଗଲା। ତଥାପି ଆଜି ଗ୍ରହଣ ସପ୍ତାହରେ ସେଇ ଜଗତର ନାଥ ଜଗନ୍ନାଥ ଈଶ୍ୱରଙ୍କୁ ଡାକି ଯେଉଁ ଗଛ ଲଗାଉଛି, ସେ ଗଛକୁ ଗ୍ରହଣ ସପ୍ତାହରେ ସେ କେତେ ଉନ୍ନତି କରୁଛନ୍ତି, ସେଇ ଗଛର ମୂଲ୍ୟ କେତେ ଦେଉଛନ୍ତି, ତାହା ମଧ୍ୟ ଦେଖିବାକୁ ମୁଁ ଆଜି ଟିକେ ଚାହିଁବି। ଆଜିଠାରୁ ସେଇ ଗଛର ମୂଲ୍ୟକୁ ଟିକେ ଅନୁଭବ କରିବାକୁ ଚାହିଁବି। କାରଣ ଆମେ କହିଥିବା ବସିଥିବୁ, ଆମ ପାଖରେ କିଏ ଆଣିକି ଥୋଇଦେବ, ଆମେ ଆରାମସେ ଖାଇବୁ। ଗୋଟେ ନାରୀ ହଉ କିମ୍ବା ପୁରୁଷ ହଉ, ନାରୀ ପୁରୁଷ ସମାନ, ମୁଁ ଏହା ବି ଆପଣମାନଙ୍କୁ କହିଛି। ନାରୀ କର୍ମ କରିପାରିବ, ପୁରୁଷ ବି କର୍ମ କରିପାରିବ। ଦୁହିଁଙ୍କର ବି ସମାନ ରୋଜଗାର ହୋଇପାରିବ ଧର୍ମ ବାଟରେ, ଏହା ମଧ୍ୟ ନିରାଟ ସତ୍ୟ। ଆଜି ସେ ମଞ୍ଜିଟାକୁ ଲଗେଇଲି, ମଞ୍ଜିଟାରେ ମୁଁ ଯଦି ପ୍ରତିଦିନ ପରିଶ୍ରମ ନ କରିବି, ସେ ମଞ୍ଜିଟା, ସେ ଗଛଟା କ'ଣ ଉଠିପାରିବ? ନା ଫଳ ଦେଇପାରିବ ସେ ଗଛରେ? ନା, ଦେଇପାରିବନି। ପ୍ରତିଦିନ ମୋତେ ସେ ଗଛ ପ୍ରତି, ମୋ ଘର ପ୍ରତି କର୍ମ, ଘରର କର୍ମ ସହିତ ସେ ଗଛର ପାଇଁ କିଛି କର୍ମ କରିବାକୁ ପଡ଼ିବ। ସକାଳୁ ଉଠି ପାଣି ଦେବା, କି ଖତ, କି ସବୁବେଳେ ଗଛର ଯତ୍ନ ନେବା, କେମିତି ଗାଈ ଗୋରୁ ସବୁ ଯାଉଛନ୍ତି ଟିକେ ଲକ୍ଷ୍ୟ କରିବା। ସବୁକୁ ଆମେ ଅନୁସରଣ କରିଲେ, ପରିଶ୍ରମ କରି ଆମେ ନିଶ୍ଚିନ୍ତ ଭଲ ଫଳଟିଏ ପାଇବା। କାରଣ ଧର୍ମ ହେଉଛି ଆମର କର୍ମ, ଏହା ହିଁ ନିରାଟ ସତ୍ୟ। ଦେହକୁ ଏତେ ସୁଖ ଦେବାକୁ ଚାହାନ୍ତୁ ନାହିଁ, ଅନ୍ୟର ପରିଶ୍ରମରେ ଖାଲି ବଞ୍ଚି ରହିବାକୁ ଚାହାନ୍ତୁ ନାହିଁ। ସେହି ପୁରୁଣା ଦିନକୁ ମନେ ପକାଇ ସମସ୍ତେ କର୍ମ କରନ୍ତୁ। କାରଣ ସମୟ ଆସିବ, ଯେଉଁମାନଙ୍କ ପରିଶ୍ରମରେ ଆପଣ ଖାଦ୍ୟ ଖାଉଛନ୍ତି, ଅୟସ କରୁଛନ୍ତି, ସେମାନଙ୍କ ଶସ୍ୟ ଉପାଦାନ ବନ୍ଦ ହୋଇଯିବ। ସେତେବେଳେ କଷ୍ଟ କ'ଣ ଆପଣମାନେ ଅନୁଭବ କରିବେ? ତା ପୂର୍ବରୁ ଆଗରୁ ଯଦି ଅନୁଭବ କରିଥିବେ, ତାହେଲେ ଆପଣ ଭଗବାନଙ୍କର ଶରଣାଗତ, ଶରଣାପନ୍ନ ହୋଇପାରିବେ। ଏହା ନିରାଟ ସତ୍ୟ ରହୁଛି। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ, ତାହେଲେ ମୋତେ କ୍ଷମା କରିବ। ଜୟ ଜଗନ୍ନାଥ।